ପୂଜା ଅର୍ଚ୍ଚନାରେ ସୀମିତ ରହିବ ଶ୍ରୀରାମ ନବମୀ ମହୋତ୍ସବ। ଦୁଇ କମିଟି ବିବାଦରୁ ପରମ୍ପରା ଉପରେ ଲାଗିବ ରୋକ। କଳାହାଣ୍ଡି ଜିଲ୍ଲା କକସରା ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡକରୀ ଚଞ୍ଚରା ତଥା ମଧୁମାଧବ ତୀର୍ଥ ଏଥର ଶ୍ରୀରାମ ମହୋତ୍ସବ ନିରାଡମ୍ବର ଭାବେ ଆୟୋଜିତ ହେବା ଦୁଇ କମିଟି ବିବାଦ ଯୋଗୁଁ ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଉପରେ ରୋକ ଲାଗିଛି, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମଧୁମାଧବ ତୀର୍ଥ କ୍ଷେତ୍ରରେ 1972 ମସିହାରୁ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଆସୁଥିଲା। ପୂର୍ବରୁ ଥିବା ଉନ୍ନୟନ କମିଟି ଓ 2 ବର୍ଷ ତଳେ ଗଠିତ ଇଟିଜି କମିଟି ମଧ୍ୟରେ ପରିଚାଳନା ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଦେଖାଯାଇଛି। ବର୍ତ୍ତମାନ ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ସମନ୍ୱୟ ବୈଠକ କରି ଉଭୟ କମିଟି କର୍ମକର୍ତ୍ତାଙ୍କୁ ମିଳିତ ଭାବେ ଦାୟିତ୍ୱ ନେଇ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ଉନ୍ନୟନ କମିଟି ଏଥିରେ ସମ୍ମତି ଜଣାଇଥିବା ବେଳେ ନୂତନ ଇଟିଜି କମିଟି ରାଜି ହୋଇନଥିଲା। ତେଣୁ ଚଳିତ ବର୍ଷ ନେଇ କଟକଣା ଜାରି କରାଯାଇଛି। ଏ ସମ୍ପର୍କରେ ବିଡିଓ ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ଉଭୟ କମିଟି ପକ୍ଷରୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ସେହି ଅବସରରେ କୌଣସି ଉତ୍ସବ, ଦୋକାନ ବଜାର କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମ ହୋଇପାରିବ ନାହିଁ ବୋଲି କହିଛନ୍ତି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡକୁ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।